हेलो पिला माने आशा करी आपण माने समस्ते बहुत ही भलरे थिबे। तो आज पुणी गोटे नुआ वीडियो नै कि मु आसी एजी पिला माने केउ रिगार्डिंग ना जो आंध्र बीएड जो माने देबे एतर फर्स्ट सेमिस्टर आपण मानक पई बहुत ही गुरुत्वपूर्ण कथा कि आपण मानक पई जोटा कि आपण मानक डाउट रही छि आपण माने बार बार मते कमेंट माध्यम रे हो किबा मते व्हाट्सएप रे आपण माने पचारुचंदी। तो से सबुरो डाउट को मु आज क्लियर करिया पई आपण करे वीडियो टीम नै कि आसी छि। तो प्रथमे जदि मु कहिबी पिला माने ପିଲାମାନଙ୍କର ସବୁଠୁ ବେଶୀ ଡାଉଟ୍ କ'ଣ ଥାଏ ଜାଣିଛନ୍ତି? ଯେ ଏକ୍ଜାମ୍‌ର କେତେ ଦିନ ପୂର୍ବରୁ ଆପଣଙ୍କର ଯେଉଁ ଏକ୍ଜାମ୍‌ର ଟାଇମ୍ ଟେବୁଲ୍ ହଉ କିମ୍ବା ଯେଉଁ ନୋଟିସ୍‌ରେ ସେଇଟା ଆପଣଙ୍କର ଆସିବ। ଏଇଟା ଗୋଟେ ବହୁତ ବଡ଼ ଡାଉଟ୍ ପିଲାମାନଙ୍କ ମଧ୍ୟରେ, ଯେହେତୁ ଆପଣମାନେ ପ୍ରଥମ ଥର ପାଇଁ ଯିବେ ଏକ୍ଜାମ୍ ଦେବା ପାଇଁ, ତ ଏ ଡାଉଟ୍‌ଟା ଆସିବାଟା ସ୍ୱାଭାବିକ, ବୁଝିପାରୁଛନ୍ତି? ତ ମୁଁ ସେଟା ମଧ୍ୟ କହିଦେବି ଆପଣଙ୍କୁ କେବେ ଆସିବ, କେମିତି ଜାଣିବେ, ଏସବୁ ଜିନିଷ କହିବି। କେମିତି ପଢ଼ିବେ ଆପଣମାନେ, ଯାହାଦ୍ୱାରା ଆପଣଙ୍କର ଯେଉଁ ଏକ୍ଜାମ୍‌ରେ ଯେଉଁ ବ୍ୟାକ୍ ଲାଗିବାର ସମ୍ଭାବନାଟା, ଏଥର ଜାଣିଥିବେ ଯେଉଁମାନେ ଆପଣଙ୍କର ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟିର ପିଲାମାନେ, ସେମାନଙ୍କର ବ୍ୟାକ୍ ଟୁ ବ୍ୟାକ୍ ଲାଗିଛି। ମାନେ ପିଲାମାନେ ଏମିତି ସିଚୁଏସନ୍ ହେଇଛି ଯେ ସେମାନେ ତାଙ୍କର ଗୋଟେ ନୁହେଁ ଅଧେ ନୁହେଁ ପ୍ରାୟ ସବୁ ପେପରରେ ସେମାନେ ବ୍ୟାକ୍ ଲଗେଇଛନ୍ତି। ତେଣୁ ସେ ଭୁଲ ଯେମିତି ଆପଣମାନେ କରିବେନି। ବହୁତ ଜଣଙ୍କ ମାଇଣ୍ଡରେ ଥାଏନି ଯେ ବାସ୍ ଖାତା ଫୁଲ୍ କରିକି ଆସିଗଲେ ଆପଣଙ୍କର ଆନ୍ଧ୍ରରେ ଆପଣଙ୍କର ମାର୍କ ମିଳିଯିବ। ସେସବୁ ଜିନିଷ ହୁଏ ନା ନାହିଁ ସତରେ, ସେଇଟା ମଧ୍ୟ ମୁଁ ଆପଣମାନଙ୍କୁ କହିବି, ଦେଖେଇବି। ତାପରେ ରହିଲା ଆପଣଙ୍କର ଯେଉଁ ଜାନୁଆରୀରେ ଯେଉଁ ଆପଣଙ୍କର ଏକ୍ଜାମ୍ ହେବା କଥା ଆମେ କହୁଛୁ, ବା ମୁଁ ପ୍ରିଭିୟସ୍ ଭିଡ଼ିଓରେ ଆପଣମାନଙ୍କୁ ଦେଖେଇଥିଲି ଯେ ଗୋଟେ ଟେଣ୍ଟେଟିଭ୍ ଡେଟ୍ ଆପଣଙ୍କର ବାହାରିଥିଲା ଯେ ଆମର 23 ତାରିଖରୁ ଆପଣଙ୍କର ଏକ୍ଜାମ୍ ଷ୍ଟାର୍ଟ ହେବ। ସେଇଟା ସତରେ ଆପଣଙ୍କର ହେବ ନା ନାହିଁ, ନା ଖାଲି ଏମିତି କୁହାହେଉଛି। ତ ସବୁ ଡିସ୍କସନ୍ କରିବା ପିଲାମାନେ ଭିଡ଼ିଓଟିରେ ବାସ୍ ଲାଷ୍ଟ ଯାଏଁ ଆପଣମାନେ ରୁହନ୍ତୁ, ସବୁ ଜିନିଷ ଆପଣଙ୍କର କ୍ଲିୟର କରିଦେବି। ତ ପ୍ରଥମେ ପିଲାମାନେ ମୁଁ ଆପଣମାନଙ୍କୁ ଆନ୍ଧ୍ର କେଶରୀ ୟୁନିଭର୍ସିଟି କଥା ଯଦି କହିବି, ବେସିକାଲି ପିଲାମାନେ କ'ଣ ହୁଏ ଏଥିରେ, ମୁଁ କ'ଣ ପାଇଁ ପ୍ରଥମେ ଆନ୍ଧ୍ର କେଶରୀ ୟୁନିଭର୍ସିଟି କଥା କହୁଛି, ଯାହାକୁ ଆମେ ଏକେୟୁ ବୋଲି ମଧ୍ୟ କହୁଛୁ। ତାହାର କହିବା ରିଜିନ୍ ମ୍ୟାକ୍ସିମମ୍ ପିଲା ବର୍ତ୍ତମାନ ଟାଇମ୍‌ରେ ୟାର ଯେଉଁ ତାର କମ୍ ଆପଣଙ୍କର ପ୍ରାଇସ୍ ରହୁଛି, ଆପଣଙ୍କର କୋର୍ସ ଫି ଆଣ୍ଡ ସର୍ଭିସ୍ ମଧ୍ୟ ବହୁତ ହି ଭଲ ରହୁଛି। ୟୁନିଭର୍ସିଟି ତରଫରୁ କିଛି ସେମିତି ପ୍ରୋବ୍ଲେମ୍ ହେଉନି। ଅଲରେଡ଼ି ପିଲାମାନେ ପାସ୍ ଆଉଟ୍ କରିକି ଚାକିରି ମଧ୍ୟ ପାଇଲେଣି। ତେଣୁ ଆପଣଙ୍କର ଆନ୍ଧ୍ର କେଶରୀ ୟୁନିଭର୍ସିଟିରେ ସବୁଠୁ ଅଧିକ ପିଲା କରୁଛନ୍ତି ବର୍ତ୍ତମାନ ଟାଇମ୍‌ରେ, ବୁଝିପାରୁଛନ୍ତି? ତେଣୁ ତାର ମୁଁ ପ୍ରଥମେ ଆପଣମାନଙ୍କୁ କହିଦେଉଛି କି ଯେଉଁ ଆନ୍ଧ୍ର କେଶରୀ ୟୁନିଭର୍ସିଟି ଆପଣଙ୍କର ଗୋଟେ ଭଲ ଆଣ୍ଡ ରେକଗ୍ନାଇଜ୍ ୟୁନିଭର୍ସିଟି। ଯଦି ଆପଣମାନେ ପ୍ରପର୍ ଏଫିଲିଏସନ୍ ଆଉ ପ୍ରପର୍ ଆପଣଙ୍କର ଗାଇଡାନ୍ସର ସହିତ ଆପଣମାନେ ଆଡ଼ମିସନ୍ ନେଇଛନ୍ତି, ଯଦି ସବୁ ଜିନିଷକୁ ଆପଣମାନେ ଡକୁମେଣ୍ଟକୁ ଚେକ୍ କରିକି ଆଡ଼ମିସନ୍ ନେଇଛନ୍ତି, ଗୋଟେ ଜିନିଷ ଆପଣଙ୍କର ପ୍ରୋବ୍ଲେମ୍ ହେବାର ସମ୍ଭାବନା ନାହିଁ। ବାସ୍ ୱେବସାଇଟ୍‌ରେ ଆପଣଙ୍କର ଯେଉଁ ଏଫିଲିଏସନ୍‌ଟା ଦେଖାଉଛି ସେଟା ଆପଣଙ୍କର ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟିରୁ ଦେଖାଉଛି। ସେଟା ଆପଣଙ୍କର କିଛି ସେମିତି ମେଜର ପ୍ରୋବ୍ଲେମ୍ ହେବନି। ଆପଣଙ୍କର ଅଟୋମେଟିକାଲି ସେଟା ଆପଣଙ୍କର ଯେତେବେଳେ ସାର୍ଟିଫିକେଟ୍ ଆସିବ, ଚେଞ୍ଜ ହେଇକି ଆପଣଙ୍କ ଯେଉଁ ସାର୍ଟିଫିକେଟ୍‌ରେ ଆସିବ, କିଛି ସେମିତି ପ୍ରୋବ୍ଲେମ୍ ହେବନି ପିଲାମାନେ। ବାସ୍ ମୁଁ କହି ରଖେ, ଆପଣଙ୍କର ଆନ୍ଧ୍ର କେଶରୀ ୟୁନିଭର୍ସିଟିରେ ଯେଉଁ ଏକ୍ଜାମ୍ ହେବ ନା, ଯେତେବେଳେ ଏକ୍ଜାମ୍‌ର ଫର୍ମ ଫିଲ୍ଅପ୍ ଡେଟ୍ ଗୋଟେ ବାହାରେ, ବୁଝିପାରୁଛନ୍ତି? ଆପଣଙ୍କର ଫର୍ମ ଫିଲ୍ଅପ୍ ଡେଟ୍ ଗୋଟେ ବାହାରେ, ସେଇଟା କେବେ ବାହାରିବ ନା ଆପଣଙ୍କର ଏକ୍ଜାମ୍‌ର ଗୋଟେ ମନ୍ଥ ପୂର୍ବରୁ ଆପଣଙ୍କର ବାହାରିଯିବ। ମାନେ ମୋର ମନେକର ଏକ୍ଜାମ୍ ରହୁଛି 23 ଜାନୁଆରୀ, ତ ମୋର ଡିସେମ୍ବର 23 ସୁଦ୍ଧା, ବୁଝିପାରୁଛନ୍ତି? ଡିସେମ୍ବର 23 ସୁଦ୍ଧା ଆମର ଯେଉଁ ଫର୍ମ ଫିଲ୍ଅପ୍‌ର ଡେଟ୍‌ଟି ବାହାରିବ। ସେ ଫର୍ମ ଫିଲ୍ଅପ୍ ଡେଟ୍‌ରେ ଯେଉଁମାନେ ଏକ୍ଜାମ୍ ଦେବା ପାଇଁ ଯିବେ ସେମାନଙ୍କର ଗୋଟେ ଫର୍ମ ଫିଲ୍ଅପ୍ ହୁଏ ଆଣ୍ଡ ସେଇଟା ଆପଣମାନେ କରିବେନି, ସେଇଟା ଏଜେଣ୍ଟଙ୍କ ତରଫରୁ ଆପଣଙ୍କର କରାଯାଏ। ବୁଝିପାରୁଛନ୍ତି? ଏତିକି ଥିଲା ଫର୍ମ ଫିଲ୍ଅପ୍‌ର କଥା। ତ ଏଇଟା ଆପଣଙ୍କର ଯଦି ମାସେ ପୂର୍ବରୁ ବାହାରିଲା, ଦେନ୍ ଫର୍ମ ଫିଲ୍ଅପ୍‌ର କିଛି ଦିନ ଭିତରେ, ଫର୍ ଏକ୍ଜାମ୍ପଲ୍ ମୁଁ କହିପାରିବି କି ଫର୍ମ ଫିଲ୍ଅପ୍ ମନେକର ଆପଣଙ୍କର ଆଜି ହେଲା, ଦେନ୍ ଆଜିକୁ ଆଉ ଗୋଟେ ସପ୍ତାହ, ଗୋଟେ ୱିକ୍ ଭିତରେ, 1 ୱିକ୍ ଭିତରେ ଆପଣଙ୍କର ପିଲାମାନେ, ମୁଁ ଯଦି କହିବି ଆପଣଙ୍କର ଯେଉଁ ଟାଇମ୍ ଟେବୁଲ୍, ଏକ୍ଜାମ୍‌ର ସିଡ୍ୟୁଲ୍, ଏକ୍ଜାମ୍‌ର ଯେଉଁ ଆପଣଙ୍କର ରହୁଛି ଟାଇମ୍ ଟେବୁଲ୍, ସେଇଟା ଆପଣଙ୍କର ବାହାରିଯିବ। ବୁଝିପାରୁଛନ୍ତି? କ'ଣ ପାଇଁ ମୁଁ କହିଲି ନା, ଯେହେତୁ ପିଲାମାନେ ବହୁତ ଦୂରରୁ ବହୁତ ସାରା ପିଲା ଯିବେ, କିଏ ଆପଣଙ୍କର ବସ୍‌ରେ ଟିକଟ୍ କାଟିକି ରଖିବ, କିଏ ଆପଣଙ୍କର ଟ୍ରେନ୍ ଯଦି ତାର ରିଜର୍ଭେସନ୍ ସେମାନେ କାଟିକି ରଖିବେ। ତେଣୁ ଯଦି ମିନିମମ୍ ଆପଣଙ୍କର ତିନି ସପ୍ତାହ ପୂର୍ବରୁ କିମ୍ବା ଗୋଟେ ମାସ ପୂର୍ବରୁ ଆପଣଙ୍କର ଡେଟ୍ ପବ୍ଲିଶ୍ ନ କରାଯିବ, ଦେନ୍ ପିଲାମାନେ ହଇରାଣ ହେବେ। ନାହିଁ ନଥିବା କାରଣର ସେମାନେ ସମ୍ମୁଖୀନ ହେବେ। ବୁଝିପାରୁଛନ୍ତି? ଆଉ ବେଳେବେଳେ ଆପଣଙ୍କର ହଇରାଣ କରାଯାଏ କ'ଣ ନା, ଡେଟ୍ ତ ଆପଣଙ୍କର ଫିକ୍ସ କରିଦିଆଯାଇଥିବ, ଠିକ୍ ଲାଷ୍ଟ ମୋମେଣ୍ଟରେ ପିଲାମାନେ, ଠିକ୍ ଲାଷ୍ଟ ମୋମେଣ୍ଟରେ, ମାନେ ଆଉ ଏକ୍ଜାମ୍‌କୁ 4 ଦିନ 5 ଦିନ ଥିବ, ସେଇ ଟାଇମ୍‌ରେ ଆପଣଙ୍କର ଏକ୍ସଟେଣ୍ଡ କରିଦିଆଯାଏ, ଏକ୍ଜାମ୍‌କୁ ଘୁଞ୍ଚେଇ ଦିଆଯାଏ। କିଛି ଗୋଟେ କାରଣ ପାଇଁ, ସବୁବେଳେ ହୁଏନି, କିଛି ଗୋଟେ କାରଣ ପାଇଁ ଯଦି ଘୁଞ୍ଚେଇ ଦିଆଯାଏ, ଦେନ୍ ପିଲାମାନଙ୍କର ବହୁତ ଲସ୍ ହୁଏ, ପଇସା ଖର୍ଚ୍ଚ ହୁଏ, ଏଜେଣ୍ଟମାନେ ହଇରାଣ ହୁଅନ୍ତି। ସେମାନେ ଯେଉଁ ହିସାବରେ ଗୋଟେ କାଟିଥିବେ ସେଇ ଅନୁସାରେ ତାଙ୍କୁ କିଛି ଲାଭ ହେବନି ନା, ତ ଅଯଥା ଆଗୁଆ ଯାଇକି ସେମାନଙ୍କୁ ସେଠାରେ ଷ୍ଟେ କରିବା ପାଇଁ ପଡ଼େ। ଯଦି ବି ସେମାନେ କ୍ୟାନସଲ୍ କରିଦିଅନ୍ତି, ନେକ୍ସଟ ଟାଇମ୍ ସେମାନଙ୍କୁ ଟିକେଟ୍ ମିଳିପାରେନି ପିଲାମାନେ। ତ ଏଇସବୁ ପ୍ରୋବ୍ଲେମ୍ ହୁଏ ଆନ୍ଧ୍ର କେଶରୀ ୟୁନିଭର୍ସିଟିର। ପ୍ରଥମେ ଯେତେବେଳେ ଆର ବର୍ଷ ଆପଣଙ୍କର ଯେତେବେଳେ ଫାର୍ଷ୍ଟ ସେମିଷ୍ଟାର ଟାଇମ୍‌ରେ ଆପଣଙ୍କର ବାର ଏକ୍ସଟେଣ୍ଡ କରାଯାଇଥିଲା, ଆଣ୍ଡ ମୁଁ ଆପଣମାନଙ୍କୁ ଦେଖେଇବି ନିଶ୍ଚିତ ଭାବେ।
तो ଯେମିତିକି ପିଲାମାନେ ମୁଁ ଆପଣଙ୍କୁ ଏଇଟା ଦେଖଉଛି, ଯୋଉଟାକି ଆପଣଙ୍କର ଆନ୍ଧ୍ର କେଶରୀ ୟୁନିଭର୍ସିଟିର 2000 ଆପଣଙ୍କ ପ୍ରିଭିୟସ୍ ଇୟର ଯୋଉଟା ବେଚ୍ ରହୁଛି ବା 2000 ଆପଣଙ୍କର 24-25 ଯୋଉଟା ମୁଁ କହିପାରିବି, ସେମାନଙ୍କର ବେଚ୍‌ର ଏଇଟା ମାନେ କଣ ପିଲାମାନେ ମୁଁ ଆପଣମାନଙ୍କୁ ଦେଖେଇବା ପାଇଁ ଚାହୁଁଛି ଆକ୍ଚୁଆଲି ଦେଖନ୍ତୁ ଟିକେ। ସେମାନଙ୍କର ଯେତେବେଳେ ଏକ୍ଜାମ୍ ହେଇଥିଲା ନା ପିଲାମାନେ, ଆପଣଙ୍କର ଏଇ ଫେବୃଆରୀ ମାସରେ ତାଙ୍କର ଏକ୍ଜାମ୍ କଣ୍ଡକ୍ଟ କରାଗଲା। ପ୍ରଥମେ ତାଙ୍କର ଗୋଟେ ନୋଟିସ୍ ବାହାରିଥିଲା, ଯୋଉ ନୋଟିସ୍‌ଟା ବର୍ତ୍ତମାନ ମୋ ପାଖରେ ନାହିଁ। ବଟ୍ ତାପରେ ଯୋଉ ରିଭାଇଜ୍ ଟାଇମ୍ ଟେବୁଲ୍ ଏଇଠି ଲେଖା ହେଇଛି ବି ମେନସନ୍ ହେଇଛି ଯେ ରିଭାଇଜ୍ ଟାଇମ୍ ଟେବୁଲ୍ ମାନେ ଆପଣଙ୍କର ଯୋଉ ଥିଲା ଡେଟ୍ ସେଇଟାକୁ ପିଲାମାନେ ଚେଞ୍ଜ କରାଯାଇଥିଲା। ବୁଝିପାରୁଛନ୍ତି? ଯେମିତିକା କି ଯଦି ମୁଁ ଆପଣମାନଙ୍କୁ ଦେଖେଇବି, ଦେଖନ୍ତୁ ଏଇଠି। ଏଇ ନୋଟିସ୍‌ରେ ଆପଣମାନେ ଦେଖିପାରୁଛନ୍ତି ଯେ ଆପଣଙ୍କର ଗୋଟେ ଓଲ୍ଡ ଡେଟ୍ ରହିଛି, ଗୋଟେ ଆପଣଙ୍କର ରିଭାଇଜ୍ ଡେଟ୍ ରହିଛି। 2ଟା ରହିଛି। ପ୍ରଥମେ ଆପଣଙ୍କର ବାହାରିଥିଲା କି 4 ତାରିଖରେ ଆପଣଙ୍କର ଏକ୍ଜାମ୍ କଣ୍ଡକ୍ଟ କରାଯିବ। ଆଉ ସେଇ 4 ତାରିଖରେ ପ୍ରଥମେ ଆପଣଙ୍କର ଯେମିତିକି ଆପଣଙ୍କର ଫିଲୋସଫିକାଲ ଫାଉଣ୍ଡେସନ୍ ଅଫ୍ ଏଜୁକେସନ୍ ରହୁଛି, ସେଇଟା ଆପଣଙ୍କର ଫାଷ୍ଟ କଣ୍ଡକ୍ଟ କରାଯିବାର ଥିଲା। ଦେନ୍ ସେମିତି 5 ତାରିଖ ଥିଲା, 6 ତାରିଖ ଥିଲା, 7 ତାରିଖ, 8 ତାରିଖ, 5 ଦିନ ଆପଣଙ୍କର ଏମିତି ରଖାଯାଇଥିଲା। କିନ୍ତୁ ତାକୁ ଆପଣଙ୍କର ଏକ୍ସଟେଣ୍ଡ କରିଦିଆଯାଇକି କ'ଣ କରାଗଲା ନା ଠିକ୍ ଲାଷ୍ଟ ମୋମେଣ୍ଟରେ ପିଲାମାନେ 4 ତାରିଖକୁ ଆପଣଙ୍କର କରିଦିଆଗଲା 10 ତାରିଖ, ଫେବୃଆରୀ 10 ତାରିଖ। ସେମିତି 5 ତାରିଖକୁ ଆପଣଙ୍କର କରିଦିଆଗଲା କ'ଣ ନା 11 ତାରିଖ। ସେମିତି 6 ତାରିଖକୁ ଆପଣଙ୍କର 12 ତାରିଖ, 7 ତାରିଖକୁ ଆପଣଙ୍କର 13 ତାରିଖ ଆଣ୍ଡ 8 ତାରିଖକୁ ଆପଣଙ୍କର 14 ତାରିଖ। ବୁଝିପାରୁଛନ୍ତି? ତେଣୁ ଏମିତି ଆପଣଙ୍କର ଏକ୍ସଟେଣ୍ଡ କରାଗଲା ଏଣ୍ଡ ମୋମେଣ୍ଟରେ, ଯାହାଦ୍ୱାରା ପିଲାମାନେ ନାହିଁ ନଥିବା ସବୁ ସମସ୍ୟାର ସମ୍ମୁଖୀନ ହେଇଥିଲେ। କେମିତି ସମସ୍ୟା ସମ୍ମୁଖୀନ ହେଇଥିଲେ ନା ବସ୍‌ର ଟିକଟ ମିଳିଲାନି, ଟ୍ରେନ୍‌ର ଟିକଟ ମିଳିଲାନି। ତ ସେମାନେ ଲାଷ୍ଟରେ ଜେନେରାଲରେ ଗଲେ କି ଆପଣଙ୍କର ସେକେଣ୍ଡ ସିଟିଂରେ ଯୋଉ ବସିକି ଯାଆନ୍ତି ସେମିତି ଗଲେ। ବହୁତ ସାରା ପିଲାମାନେ ହଇରାଣ ହେଇଥିଲେ। ଆଉ ଏମିତି ବହୁତ ସାରା ପିଲା ମୋତେ ମେସେଜ କରି ଜଣେଇଥିଲେ ମଧ୍ୟ କି ସାର୍ ଆମେ ଏମିତି ଏମିତି ହଇରାଣ ହେଉଛୁ, କ'ଣ କରାଯାଇପାରିବ? ଯେହେତୁ ଏଇଟା ନୂଆ ୟୁନିଭର୍ସିଟି ଥିଲା ସେତେବେଳେ ପାଇଁ ଆପଣଙ୍କର ଟିକେ ପ୍ରୋବ୍ଲେମ୍ ଦେଖାଇଥିଲା। ବଟ୍ ତାପରେ ଯେଉଁ ସେକେଣ୍ଡ ସେମିଷ୍ଟାର ସେ ସେଇ ବେଚ୍‌ର କରିଲା ଆଉ ଥାର୍ଡ ସେମିଷ୍ଟାର ବି ଆପଣଙ୍କର ସରିଗଲାଣି, ସେସବୁରେ କିଛି ବି ଆପଣଙ୍କର ପିଲାମାନେ ପ୍ରୋବ୍ଲେମ୍ ବର୍ତ୍ତମାନ ଯାଏଁ ହେଇନି। ତେଣୁ ଆପଣମାନେ ବିନ୍ଦାସ ରୁହନ୍ତୁ। ଯଦି ଆପଣଙ୍କର ଡେଟ୍ ବାହାରିବ ଏକ୍ସଟେଣ୍ଡ ହେବାର ତ ବେଶୀ ଆପଣଙ୍କର ସମ୍ଭାବନା ନାହିଁ। ବୁଝିପାରୁଛନ୍ତି? ଏଇଟା ଥିଲା ଆପଣଙ୍କର ଆନ୍ଧ୍ର କେଶରୀ ୟୁନିଭର୍ସିଟିର। ଦେନ୍ ମୁଁ ଆପଣମାନଙ୍କୁ ଯଦି କହିବି ଆପଣଙ୍କର ଯୋଉ ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି କଥା କହିବି ବର୍ତ୍ତମାନ। ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି କଥା ଯଦି ମୁଁ ପିଲାମାନେ କହୁଛି ଦେଖନ୍ତୁ। ତ ପିଲାମାନେ ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି ଯୋଉଟା ରହୁଛି ଆପଣଙ୍କର ଆଣ୍ଡ ତାର ଯୋଉ ପ୍ରୋବ୍ଲେମ୍ କିଛିଟା ତ ନିଶ୍ଚିତ ଭାବେ ତାର ବି ରହୁଛି। ସେମିତି ନୁହେଁ ଯେ ପିଲାମାନେ ଇଏ ପୁରୁଣା ୟୁନିଭର୍ସିଟି ତା ବୋଲି ତାର କିଛି ପ୍ରୋବ୍ଲେମ୍ ନାହିଁ। ସମସ୍ତଙ୍କର କିଛିଟା ପ୍ଲସ୍ ପଏଣ୍ଟ ରହୁଛି ଆଣ୍ଡ କିଛିଟା ମାଇନସ୍ ପଏଣ୍ଟ ମଧ୍ୟ ରହୁଛି ପିଲାମାନେ। ସେମିତି ଆମେ ସବୁ ଗୋଟେ ଜାଗାରୁ ସବୁ ଜିନିଷ ପାଇବା କେବେ ବି ପସିବୁଲ୍ ନୁହେଁ। ଫର୍ ଏକ୍ଜାମ୍ପଲ୍ ଯଦି ମୁଁ ଆପଣଙ୍କର ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟିର ଆପଣଙ୍କର ଏକ୍ଜାମ୍ ଟାଇମ୍ ଟେବୁଲ୍ କଥା କହିବି, ଇଏ ସବୁବେଳେ କ'ଣ କରେ, ୟୁନିଭର୍ସିଟିର ରେକର୍ଡ ଅଛି କି ଇଏ ସବୁଠୁ ଜଲ୍ଦି ଆପଣଙ୍କର ପିଲାମାନେ ଯୋଉ ରେଜଲ୍ଟ ପବ୍ଲିକେସନ୍ କରେ। ବୁଝିପାରୁଛନ୍ତି? ତ ରେଜଲ୍ଟ ଆପଣଙ୍କର ପବ୍ଲିଶ କରିବାରେ 1 ନମ୍ବର ହେଉଛି ଆପଣଙ୍କର ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି। ଆଉ ପିଲାମାନଙ୍କୁ ସଠିକ୍ ଆଣ୍ଡ ଠିକ୍ ଟାଇମ୍‌ରେ ମଧ୍ୟ ଏକ୍ଜାମ୍ କରାଏ ଗୋଟେ ୟୁନିଭର୍ସିଟି ଠିକ୍ ଟାଇମ୍ ଗ୍ୟାପ୍‌ରେ, ସିଏ ହେଉଛି ଆପଣଙ୍କର ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି 1 ନମ୍ବରରେ ବର୍ତ୍ତମାନ ପିଲାମାନେ। ତ ଆଉ ଗୋଟେ ଜିନିଷ ପିଲାମାନେ ମୁଁ କହି ରଖେ କି ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟିର ଆପଣଙ୍କର ଯୋଉ ନୋଟିସ୍ ଏକ୍ଜାମ୍‌ର ନୋଟିସ୍ ପିଲାମାନେ, ସେଇଟା ଆପଣଙ୍କର କେବେ ଆସେ ନା ଯେହେତୁ ଆପଣଙ୍କର AKU ସବୁଠୁ ପ୍ରଥମେ ଆପଣଙ୍କର ବର୍ତ୍ତମାନ ଯାଏଁ କରି ଆସୁଛି ଏକ୍ଜାମ୍। ବୁଝିପାରୁଛନ୍ତି? ଫାଷ୍ଟ ଆପଣଙ୍କର ଆନ୍ଧ୍ର ୟୁନିଭର୍ସିଟି ଯୋଉଟା ହେଉଛି AU ବିଶାଖାପଟ୍ଟନମରେ ସେ କରେ ଆପଣଙ୍କର ଏକ୍ଜାମ୍। ତାପରେ ଆପଣଙ୍କର ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି ନୋଟିସ୍ ବାହାର କରିବ। ଦେନ୍ ପିଲାମାନେ ଆପଣଙ୍କର ଯୋଉ ବାହାର କରିବ ANU। ବୁଝିପାରୁଛନ୍ତି? ANU ମାନେ ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି। ତ ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟି ଯେତେବେଳେ ଆପଣଙ୍କ ନୋଟିସ୍ ବାହାର କରିବ AKU ପରେ ମାନେ ଆନ୍ଧ୍ର କେଶରୀ ୟୁନିଭର୍ସିଟି ପରେ ସେ ବାହାର କରିବ। ତାର 15 ଦିନ କି ତାର ଆପଣ 10 ଦିନ ପରେ ଆପଣଙ୍କର ଇଏ ବାହାର କରିବ। ବାହାର କଲା ପରେ ଆପଣଙ୍କର ବେଶୀ ଦିନ ସେ ଗ୍ୟାପ୍ ଦିଏନି ପିଲାମାନେ, ଆପଣମାନେ ମନେ ରଖିଥାନ୍ତୁ। ମିନିମମ୍ ଆପଣଙ୍କର 20 ଦିନ କିମ୍ବା ଆପଣଙ୍କର 30 ଡେଜ୍ ଆପଣଙ୍କର ରହିଥିବ ସେଥିରେ ଆପଣଙ୍କର ଗ୍ୟାପ୍। ଆଉ ସେଇ ଗ୍ୟାପ୍ ଭିତରେ ଆପଣଙ୍କୁ ନିଜକୁ ପ୍ରିପେୟାର କରିବା ପାଇଁ ପଡ଼ିବ। ଏଣ୍ଡ ସବୁଠୁ ବେଶୀ ଇମ୍ପୋର୍ଟାଣ୍ଟ କଥା ପିଲାମାନେ ଯେ ସବୁଠୁ ବେଶୀ ଯୋଉ ବେକ୍ କଥା ମୁଁ କହୁଥିଲି, ସବୁଠୁ ବେଶୀ ବେକ୍ ମଧ୍ୟ ପିଲାମାନେ ଏଇ ANUରେ ହିଁ ଲାଗେ। ବୁଝିପାରୁଛନ୍ତି? ଏଇ ANUରେ ହିଁ ଆପଣଙ୍କର ବେକ୍ ଲାଗେ ଏଣ୍ଡ ପିଲାମାନଙ୍କୁ କ୍ଲିୟର କରିବା ପାଇଁ ଆଉ ଗୋଟେ ବର୍ଷ ପିଲାମାନେ ସେମାନଙ୍କୁ ଅପେକ୍ଷା କରିବା ପାଇଁ ପଡ଼େ। ବେସିକାଲି ଆପଣମାନେ ଫାର୍ଷ୍ଟ ସେମିଷ୍ଟାରରେ ଯଦି ବେକ୍ ଲଗାଉଛନ୍ତି ପିଲାମାନେ, ପୁଣି ଆପଣମାନଙ୍କୁ କ'ଣ କରିବା ପାଇଁ ପଡ଼ିବ, ସେକେଣ୍ଡ ଇୟରରେ ଯେତେବେଳେ ଆପଣଙ୍କ ତଳ ବ୍ୟାଚ୍ ପିଲାମାନେ ଆସିବେ, ସେତେବେଳେ ଆପଣମାନଙ୍କୁ ତାଙ୍କ ସହିତ ଯାଇକି ମିଶିକି ଏକ୍ଜାମ୍ ଦେବା ପାଇଁ ପଡ଼ିବ। ତେଣୁ ମାଇଣ୍ଡରେ ଗୋଟେ କଥା ରଖିଥିବେ କି ଆପଣଙ୍କର ଯୋଉ ANUରେ ବେକ୍ ସଂଖ୍ୟାଟା ଟିକେ ଅଧିକ ଲାଗେ। ଏଇଟା ମୁଁ କହୁନି, ମୋର ପର୍ସନାଲ ଭ୍ୟୁ ନୁହେଁ, ପିଲାମାନଙ୍କ ପାଖରୁ ଯାହା ମୁଁ ଶୁଣିଛି, ଯାହା କଲେକ୍ଟ କରିଛି, ମୁଁ ସେଇଟା ଆପଣମାନଙ୍କୁ ବାସ୍ ଜଣେଇଦେଲି। ତେଣୁ ନିଜକୁ ଯଦି ଆପଣମାନେ ଆଡ଼ମିସନ୍ କରେଇଛନ୍ତି ANUରେ, ନିଜକୁ ସେତିକି ଟାଇମ୍ ଦିଅନ୍ତୁ ପାଠ ପାଇଁ, ଯାହାଦ୍ୱାରା ଆପଣଙ୍କର ସେମିତି କିଛି ବେକ୍ ଲାଗିବନି। ନହେଲେ ଅଯଥା ଗୋଟେ ବର୍ଷ ଆପଣଙ୍କର ଲେପ୍ସ ଯିବ। ବୁଝିହେଲା ପିଲାମାନେ? ଏଇଟା ଥିଲା ଆପଣଙ୍କର ANU ବିଷୟରେ ମୋର ଯାହା ଆପଣମାନଙ୍କୁ କହିବା କଥା। ଆଉ ଏକ୍ଜାମ୍‌ରେ ଆପଣଙ୍କର ବହୁତ ଷ୍ଟ୍ରିକ୍ଟ ମଧ୍ୟ କରାଯାଏ, ଯୋଉଟା ମୁଁ ଯେତିକି ଶୁଣିଛି।
एंड एएनयू रे आपणकर गोटे भल जिनस एटा जे आपणकर सब जिनस आप प्रॉपर टाइम रे पाइबे किसी भी सेमती बे टाइम नहीं आपन ठीक टाइम रे एग्जाम हम ठीक टाइम रे आपन रिजल्ट पब्लिकेशन हम सर्टिफिकेट रे कौन प्रकार आपन इश्यू नहीं तो सब जिनस आपन ओके बुझिपारे तेणु एएनयू रे जदि आपन एते टंका देकी करछुंती डेफिनेटली आपन सब जिनस आपन ओके पाइबे सर्विस मध्य ओके पाइबे बुझीगला नेक्स्ट आउ गोटे कथा कही रखे कि आपन जो एक्सटेंड हवा कथा एक्सटेंड एथिरे हुए नहीं बेसिकली इन केस आपनकर क्वेश्चन आपनकर लीक हेगला क्वेश्चन पेपर जदि आपनकर लीक हेगला देन से केस रे आपनकर हेई पारे रिसेंटली आपनकर पिला माने जाइतले सेकंड सेमिस्टर दबा पई तो सेमानकर क्वेश्चन लीक हेइतले तो गोटे दिन सेमानकर एक्सटेंड कर दिया जाइतला तो सेमिति आपनकर हबोनी पिला माने आपन माने बिंदास रुहंतु देन पिला माने आउ गोटे कथा आपनकर जो योगी वामन यूनिवर्सिटी रहउची ता कथा मध्ये मु आपन माने गुटे कहि रखुची तो योगी वामन बा हमें वाईबीयू कहउछु योगी वामन यूनिवर्सिटी से यूनिवर्सिटी आपनकर कौन हुए पिला माने सी आपनकर प्राय सिमिलरली चले आपनकर एएनयू भली बट सेथिरे गोटे प्लस पॉइंट मध्ये मु आपन मानकु कहबी तार नेगेटिव पॉइंट मध्ये मु आपन मानकु निश्चित भाबे कहबी देखंतु एएनयू भली आपनकर वाईबीयू गोटे पुराना यूनिवर्सिटी निश्चित भाबे किंतु बास डिफरेंस एथि कि जे वाईबीयू रे आपनकर पिला बहुत कम करंती एंड सेकंड थिंग ता तुलना रे आर कोर्स फी मध्ये बहुत कम बुझी पारछंती इन कंपैरिजन टू एएनयू बुझी पारछंती आउ वाईबीयू रे जो योगी वामन यूनिवर्सिटी रहउची सेथिरे आपनकर कोन हुए ना एग्जाम रो जो नोटिफिकेशन आसीबो ना ठीक आपनकर एएनयू जेतेला आसीबो तारी टाइम रे किबा ता पूर्वरु ता परे एमिति तार किछि फिक्स नै आपनकर एएनयू टाइम रे ही आपनकर आसीबो तेनो जो माने वाईबीयू पिला से माने जान लेले कि एकेयू रो आपनकर बाहरी गला एकेयू मु शॉर्ट फॉर्म यूज करछु पिला माने सब बळे लॉन्ग फॉर्म यूज करी होबोनी वीडियो रे तो आपण माने बुझी जिवे कि एकेयू माने आंध्र केसरी यूनिवर्सिटी रो जदी आपनकर बाहरी गला आपण माने निजो को प्रिपेयर करनेबे कि आपनकर आ किछि दिन भितरे 1 वीक किबा आपनकर 10 दिन भितरे आपनकर मध्य आसी जिवो बुझीगला तो एतिक थिला आपनकर तार जो एग्जाम रो जो नोटिफिकेशन से विषय रे तापर एग्जाम जो कंडक्ट करा जाय आपनकर बैक लागे ना नहीं बेसिकली पिला माने ये आपनकर मॉडरेट लेवल रो रुए मींस देखो पिला माने जो योगी वामन यूनिवर्सिटी रहउची तार गोटे प्लस पॉइंट मध्ये रहिची प्लस पॉइंट कोन पिला माने जे योगी वामन यूनिवर्सिटी रो योगी वामन यूनिवर्सिटी रो जो आपनकर एग्जाम परे आपनकर जो पिला मानकर जो पेपर रे कोन बैक लागि थाय ना सेमान को गोटे चांस मिले कि सप्लीमेंटरी एग्जाम गोटे दवा पई बुझी पारछंती सप्लीमेंटरी एग्जाम दवा द्वारा सेमान कोन करि परिबे आपन माने आराम से विदिन आपनकर रिजल्ट बाहरिया गोटे मंथ भितर आपनकर सेटा पब्लिश हुए एंड आपण माने ताकू देकी पास कर परिबे किंतु अदर यूनिवर्सिटी रो से अपॉर्चुनिटी आपण माने पाइबेनी गोटे वर्ष आपण मानकू वेस्ट करिया पई पड़िबो गोटे गोटे वर्ष आपनकू वेट करिया पई पड़िबो किंतु एथिरे आपनकर सप्लीमेंटरी एग्जाम रो जो रही अपॉर्चुनिटी जोटा कि आपण मानक पई बहुत ही भलो गोटे हेई परिबो बुझी पारजंती पिला माने तो एटा थिला तार प्रोस आउ तार जो आपण जति कहबे तार कॉन्स माने तार जो खराब व्यवस्थाटा कोन ना तार जो माने सिग्नेचर आउ सील रे टिके प्रॉब्लम आस्तिला सर्टिफिकेट रे पिला माने सेटा आपण मानकर गोटे माइनर प्रॉब्लम किछि सेमिति बडो इश्यू नुहे सेटा टिके ध्यान रखिबा आउ किछि नुहे वर्तमान पिला माने जो गोटे आउ गोटे डाउट रहउची कि आपनकर खाता फुल करके आसिले कोन हमकू मार्क मिलिबो कि खाता फुल कले जदि पिला माने मार्क मिली जाउ थांदा ना पिला माने एते सारा नोट्स जो परचेस करचोंदी हम पाखरु किबा अन्य कोठु से माने परचेस करचोंदी निजे नोट्स प्रिपेयर करचोंदी इते सारा कांगी झमेला हुंता पिला माने बुझी पारचोंदी सेमिति खाली खाता फुल कले सब यूनिवर्सिटी रो मार्क मिलेनी मु पर्टिकुलर यूनिवर्सिटी ना धरिबिनी किंतु किछि यूनिवर्सिटी रहउचोंदी जो जगह रे कोन हुए कि आपनकर टिके ढिला हुए खाता देखिबारे बस एतिकी कहिबी किंतु सब यूनिवर्सिटी रे सेटा नुहे बेसिकली आपनकर एएनयू रे जदि आपण माने करूछंती तो मु कहि देली कि आपण मानको बहुत स्ट्रिक्ट रे खाता देखा हबो आपण माने कॉपी मध्ये करियार एठी संभावना आपण मानको पाखर नाही जो माने सुनिचंती से माने निजे एग्जाम दियंतु जानि परिबे हला सेंटर रो अवस्था केते खराब आपनकर जानि परिबे जे सेठी गोटे फैन नथिबो बसिया पई आपनकर टिके पीवा पई पानी नथिबो खरा गरम रे जाकी आपण माने एग्जाम दउतबे सेइटा रे पिला मानको माल प्रैक्टिस कर दिया जाय तेणु से भूल धारणा माइंड रे रखिबेनी कि एठी कॉपी हुए खाता फुल कले मार्क मिले किंतु पाठ सेतिरे लिखिबा दरकार खाली जे आपण माने हनुमान चालीसा लिखिदेबे किबा अलगा किछि लिखिदेबे गीत गप लिखिदेबे सेमिति हुएनी पिला माने बुझी पारछंती तेणु से भूल आपण माने माइंड रे रखिबेनी आ जनवरी रे जो एग्जाम कथा कहली आपनकर वेट करंतु आपनकर जनवरी रे 90% एग्जाम होबो एतिकी मने रखितांतु जो बाहरी आपनकर आंध्र केसरी कथा कहूँ जनवरी रे 90% आउ आपनकर एएनयू रो आपनकर फेब्रुआरी फर्स्ट वीक सुधा आपनकर बाहरी जिवो सॉरी आपनकर जो एग्जाम रो डेट आपनकर पब्लिश हे जिवो तेणु आपण माने टिके वेट करंतु धैर्यर सहित अपेक्षा करंतु निश्चित भाबे मु आपण मानकु सर्वप्रथमे से इन्फॉर्मेशन दे देबी किछि वरीड होबा आवश्यकता नै बुझी पारछंती आउ पिला माने जो माने नोट्स वर्तमान जाई पिला माने परचेस करि नाहंती जदि निजे नोट्स करछंती बहुत भलो कथा पिला माने मु आपण मानकु सजेस्ट करिवि निजे नोट्स करंतु निजे घांटी माने बुक्स रु हो किबा आपण टीचर चॉइस रु नोट्स तयारी करंतु
ଯଦି ଆପଣଙ୍କର ପ୍ରୋବ୍ଲେମ୍ ହେଉଛି ନୋଟ୍ସ ତିଆରି କରିବାରେ, ଟାଇମ୍ ପାଉନାହାନ୍ତି, ନିଶ୍ଚିତ ଭାବେ ଆମକୁ କଣ୍ଟାକ୍ଟ କରିପାରିବେ ପିଲାମାନେ। ଆପଣମାନଙ୍କ ପାଇଁ ଆମେ ନୋଟ୍ସ ତିଆରି କରି ରଖିଛୁ। ଆପଣମାନେ ମିନିମମ୍ ପ୍ରାଇସ୍‌ରେ ଆମଠୁ ନେଇପାରିବେ। ଆପଣଙ୍କ ସୁଇଟେବଲ୍ ଅନୁସାରେ ଆମେ ଆପଣଙ୍କୁ ନୋଟ୍ସ ପ୍ରୋଭାଇଡ଼ କରିବୁ। ତା ସହିତ ଡାଇଗ୍ରାମ୍ସ ମଧ୍ୟ ପ୍ରୋଭାଇଡ଼ କରିବୁ। ଏଣ୍ଡ ପିଲାମାନେ ଯଦି ଆପଣଙ୍କୁ ସିଲେକ୍ସନ୍ କ୍ୱେଶ୍ଚନ୍ ମଧ୍ୟ ଦରକାର, ସିଲେକ୍ସନ୍ କ୍ୱେଶ୍ଚନ୍ ମଧ୍ୟ ଆମେ ଆପଣଙ୍କୁ ଫ୍ରିରେ ପ୍ରୋଭାଇଡ଼ କରିବୁ। ବୁଝିପାରୁଛନ୍ତି? ତେଣୁ ସବୁ ପ୍ରକାର ଫେସିଲିଟି ଆମେ ଆପଣମାନଙ୍କ ପାଇଁ ଯୋଗାଇ ଦେବୁ। ବାସ୍ ଆପଣମାନେ ପାଠ ପଢ଼ିବାର ଅଛି। ସେଇ ନୋଟ୍ସକୁ ଆପଣମାନେ ପଢ଼ିକି ଭଲ ନମ୍ବର ସ୍କୋର କରିବାର ଅଛି। ବହୁତ ପିଲା ପୂର୍ବରୁ ନେଇକି ମଧ୍ୟ ବହୁତ ଭଲ ନମ୍ବର ସ୍କୋର କରିଛନ୍ତି। ନିଶ୍ଚିତ ଭାବେ ମୁଁ ଟେଲିଗ୍ରାମରେ ସବୁ ପ୍ରୁଫ୍ ମଧ୍ୟ ଦିଏ କି ପିଲାମାନେ କେମିତି କ'ଣ ମେସେଜ୍ କରିଛନ୍ତି ଆମକୁ, ତାଙ୍କ ରିଭ୍ୟୁ କ'ଣ, ଆପଣମାନେ ସବୁ ଯାଇକି ଦେଖିପାରିବେ। ବୁଝିହେଲା? ତେଣୁ ଯେଉଁମାନେ ବି ନୋଟ୍ସ ପାଇଁ ଇଣ୍ଟରେଷ୍ଟେଡ୍ ଆମକୁ ଆମ ହ୍ୱାଟ୍ସଆପ୍ ନମ୍ବରରେ କଣ୍ଟାକ୍ଟ କରିପାରିବେ। ଆଉ ଆମର ଯେଉଁ ଟେଲିଗ୍ରାମ ଚ୍ୟାନେଲ୍ ଅଛି ସେଠାରେ ମଧ୍ୟ ଆପଣମାନେ ଜଏନ୍ ହେବା ପାଇଁ ଭୁଲିବେନି, ଯାହାଦ୍ୱାରା ଯାହା ଲେଟେଷ୍ଟ ଇନଫର୍ମେସନ୍ ରହିବ ମୁଁ ସେଠାରେ ଆପଣଙ୍କୁ ଜଣାଇ ଦିଏ। ଠିକ୍ ଅଛି ପିଲାମାନେ, ପୁଣି ଗୋଟେ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କ ସହିତ ଦେଖା ହେବ। ଜୟ ଜଗନ୍ନାଥ।